Namaste, good evening, Sat Sri Akal, सब कैसे हो? I think all are good, everyone is having good. So, ଆମେ ପୂର୍ବ କ୍ଲାସ୍ରେ ମୁଁ ତ ଚାହେଁ ବିଷୟକୁ ପୁରା ଭଲ ଭାବରେ ବୁଝେଇଥିଲି। ଆକୁ ଲେଖିଥିଲେ ଆମର କୁନ୍ତଳା କୁମାରୀ ସାବତ ଲେଖିଥିଲେ। ତ ଆକୁ ଆମେ ଭଲ ଭାବରେ ମୁଁ ବୁଝେଇଥିଲି। ତ ଯେଉଁମାନେ ବି ଦେଖିଛନ୍ତି ଆଇ ଥିଙ୍କ ତାଙ୍କର କିଛି ଡାଉଟ୍ ନାହିଁ, କାହିଁକିନା ସେମାନେ କିଛି ବି କ୍ୱେଶ୍ଚନ୍ ପଚାରି ନାହାନ୍ତି, ତ ଭଲ ଭାବରେ ବୁଝି ଯାଇଛନ୍ତି। ଚାଲ ଆଜି ଆମେ ଆର ଅଭ୍ୟାସ କରିବା, କ୍ୱେଶ୍ଚନ୍ ଆନ୍ସର୍ କରିବା, ଡିସ୍କସନ୍। ତ ମୁଁ ଗୋଟି ଗୋଟି କରି ସବୁ ବୁଝେଇଦେବି କାହାର କ'ଣ କି ଉତ୍ତର ହେବ, ଠିକ୍ ଅଛି। ଫାର୍ଷ୍ଟ ଏକ ନମ୍ବର ଦେଇଛି ଦେଖନ୍ତୁ, ପାଠରୁ ଉତ୍ତର ଖୋଜି ଲେଖିବା, ଠିକ୍ ଅଛି। ପାଠରୁ ଉତ୍ତର ଖୋଜି ଲେଖିବା ମୋତେ ଦିଆଯାଇଛି। ତ ଆମେ ତା କହିବା ଅର୍ଥ ଆମେ ବହିରୁ ଖୋଜିକି ଲେଖିବା ଏଇ ଆନ୍ସର୍ ଗୁଡ଼ାକ। ତ ଅଲରେଡ଼ି ଆପଣଙ୍କୁ କିଛି କଷ୍ଟ କରିବାକୁ ପଡ଼ିବନି, ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଭିଡ଼ିଓଟି, ତ ଆପଣମାନେ ବହୁତ ସହଜରେ କରିପାରିବେ। ତ ଏକ ନମ୍ବର କ ଦେଖନ୍ତୁ, କାହା ପରି ହସିବାକୁ ଓ ଗାଇବାକୁ କବି ଇଚ୍ଛା କରିଛନ୍ତି, ଠିକ୍ ଅଛି। ତ କବି ଫୁଲ ପରି ହସିବାକୁ ଓ ଗାଇବାକୁ ଇଚ୍ଛା କରିଛନ୍ତି। କବି ଫୁଲ ପରି ହସିବାକୁ ଓ ଗାଇବାକୁ ଇଚ୍ଛା କରିଛନ୍ତି। କିଭଳି ଶୋଭା ଧାରଣ କରିବାକୁ କବି କାମନା କରିଛନ୍ତି, ଠିକ୍ ଅଛି। ତ ଏଠି ଦେଖ, ବସନ୍ତର ଶୋଭା ଧାରଣ କରିବାକୁ କବି କାମନା କରିଛନ୍ତି। କାହାର? ବସନ୍ତର ଶୋଭା ଧାରଣ କରିବାକୁ, ହେଲା। ନଦୀ ଓ ସାଗର ଠାରୁ କବି କି ଶିକ୍ଷା ଗ୍ରହଣ କରିଛନ୍ତି? ନଦୀ ଓ ସାଗର ଠାରୁ କବି କି ଶିକ୍ଷା ଗ୍ରହଣ କରିଛନ୍ତି? ତ ଦେଖ, ନଦୀ ଠାରୁ ନିରନ୍ତର ଭାବେ ଆଗକୁ ବଢ଼ିବା ଓ ସାଗର ଠାରୁ ଗଭୀର ହେବା ଶିକ୍ଷା କବି ଗ୍ରହଣ କରିନେବାକୁ କହିଛନ୍ତି, ହେଲା। ଘ ନମ୍ବର କ୍ୱେଶ୍ଚିନ୍ କ'ଣ ଅଛି ଦେଖ, ଆକାଶର କେଉଁ ବିଶେଷତାକୁ କବି ଗ୍ରହଣ କରିନେବାକୁ ଚାହିଁଛନ୍ତି? ଆକାଶର କେଉଁ ବିଶେଷତା? ଓକେ, ଦେଖିନିଅ ଆନ୍ସର୍ଟି କ'ଣ ଅଛି। ଆକାଶର ଉଦାରତାକୁ, କାହାକୁ? ଉଦାରତାକୁ କବି ଗ୍ରହଣ କରିନେବାକୁ ଚାହିଁଛନ୍ତି। ଆକାଶର ଉଦାରତାକୁ। ଓ ନମ୍ବର ଅଛି, କବି କାହା ପରି ଅନ୍ଧାରରେ ପ୍ରକାଶିତ ହେବାକୁ ଚାହିଁଛନ୍ତି? କବି କାହା ପରି ଅନ୍ଧାରରେ ପ୍ରକାଶିତ ହେବାକୁ ଚାହିଁଛନ୍ତି? କବି ତାରା ପରି ଅନ୍ଧାରରେ ପ୍ରକାଶିତ ହେବାକୁ ଚାହିଁଛନ୍ତି। ବିଜୁଳି କାହା ଦେହରେ ଝଟକୁଥାଏ? ବିଜୁଳି କାହା ଦେହରେ ଝଟକୁଥାଏ? ବିଜୁଳି କଳା ନବଘନ ଦେହରେ ଝଟକୁଥାଏ। ଦେଖନ୍ତୁ, ବିଜୁଳି କଳା ନବଘନ ଦେହରେ ଝଟକୁଥାଏ। ଶାରଦୀୟ ଆକାଶରେ କ'ଣ ଶୋଭା ପାଉଥାଏ? ଶାରଦୀୟ ଆକାଶରେ ଚନ୍ଦ୍ରମା ଶୋଭା ପାଉଥାଏ। ଓକେ। କିଏ ସର୍ବଦା ଖରା ଓ ବର୍ଷା ସହନ କରିଥାଏ? ବୃକ୍ଷ। କିଏ? ବୃକ୍ଷ। କବି ନିଜକୁ ମୂର୍ଖ ବୋଲି ଆଶଙ୍କା କରିବାର କାରଣ କ'ଣ? କବି ବହୁ ପଥ ଅତିକ୍ରମ କଲା ପରେ ମଧ୍ୟ ତାଙ୍କ ଶିକ୍ଷା ସମ୍ପୂର୍ଣ୍ଣ ହୋଇନଥିଲା, ତେଣୁ ସେ ନିଜକୁ ମୂର୍ଖ ବୋଲି ଆଶଙ୍କା କରିଛନ୍ତି। ଆଉ ଥରେ କହିନେଉଛି ଶୁଣ, କବି ବହୁ ପଥ ଅତିକ୍ରମ କଲା ପରେ ମଧ୍ୟ ତାଙ୍କ ଶିକ୍ଷା ସମ୍ପୂର୍ଣ୍ଣ ହୋଇନଥିଲା, ତେଣୁ ସେ ନିଜକୁ ମୂର୍ଖ ବୋଲି ଆଶଙ୍କା କରିଛନ୍ତି। କବିଙ୍କର ଦିନ କିପରି ବିତି ଯାଉଛି? କ'ଣ ଦେଇଛି କ୍ୱେଶ୍ଚିନ୍? କବିଙ୍କର ଦିନ କିପରି ବିତି ଯାଉଛି? ଅନ୍ତରରେ ବିଶ୍ୱାସ ଓ ହରସ ରଖି କବିଙ୍କର ଦିନ ବିତି ଯାଉଛି। କବି କାହାଠାରୁ ସହିବା ଗୁଣ ଶିକ୍ଷା କରିଛନ୍ତି? ଧରାଠାରୁ। କାହାଠାରୁ? କବି ଧରାଠାରୁ ସହିବା ଗୁଣ ଶିକ୍ଷା କରିଛନ୍ତି। ତାପରେ ଦେଖ, ଆମର 2 ନମ୍ବର କ୍ୱେଶ୍ଚିନ୍ କ'ଣ ଅଛି, ତଳେ କେତୋଟି ଶବ୍ଦ ଦିଆଯାଇଛି, ସେଗୁଡ଼ିକର 2ଟି ଲେଖାଏଁ ପ୍ରତିଶବ୍ଦ ଲେଖିବା। ଚାଲନ୍ତୁ ଆମେ ଲେଖିବା। ଦେଖନ୍ତୁ, ଫୁଲ ଦେଇଛି ଫାର୍ଷ୍ଟ, ତ ଫୁଲର କ'ଣ ହେଇଯିବ? ପୁଷ୍ପ, ସୁମନ। ସୁଷମା, ସୁଷମାର ହେଇଯିବ ଶୋଭା, ସୌନ୍ଦର୍ଯ୍ୟ। ସଲିଳ, ସଲିଳର ହେଇଯିବ ଜଳ, ନୀର। ଅମ୍ବର, ଅମ୍ବରର ହେଇଯିବ ଆକାଶ, ଗଗନ। ଆହୁରି ମଧ୍ୟ ଲେଖିପାରିବ, ଅଛି ତାର, ନଭ ବୋଲି ଗୋଟେ ଅଛି। ତାପରେ ଅଛି ମିହିର, ମିହିର ମାନେ ହେଲା ସୂର୍ଯ୍ୟ, ତ ସୂର୍ଯ୍ୟ, ରବି, ଦିବାକର, ଭାସ୍କର, ବହୁତ ଗୁଡ଼ିଏ ଅଛି, ତମେ 2ଟା ଲେଖିବ। ପଦ୍ମ, ପଦ୍ମ ସରୋଜ, କମଳ। ଘନ, ମେଘ, ଜଳଧର। ବିଜୁଳି, ଚପଳା, ସୌଦାମିନୀ। ଚନ୍ଦ୍ରମା, ଶଶୀ, ଚନ୍ଦ୍ର। ଅଦ୍ରି, ଗିରି, ପର୍ବତ। ତ୍ରିଜାମା, ରାତି, ନିଶା। ଠିକ୍ ହେଲା। ଦେଖନ୍ତୁ,
तापर देखंतु 3 नंबर हमर कोन देछि पाठ को आधार करी कहा सहित संपर्क रहिछि सही अनुसार क विभाग बाक्स सहित ख विभाग बाक्स रे थिबा शब्द को जोड़िबा। एठी अछि फूल परी, तो कवि फूल परी हसीबा को चाहिछन्ती, तो फूल परी हसीबी। कोकिल परी गाईबी। सलील परी कौन हम? सलील परी स्निग्ध स्निग्ध हेबी। सागर परी कौन हम? सागर परी गभीर हेबी। अंबर परी उदार हेबी। मिहिर परी कौन हेबी? दीप्त हेबी। मिहिर परी दीप्त हेबी। पद्म परी कौन करिबी? पद्म परी फुटिबी। बिजुली परी झटकिबी। पाषाण परी कौन हेबी? शक्त हेबी। अद्रि परी उठिबी। ओके, आउ थरे कहि नउची सुनो। फूल परी हसीबी। कोकिल परी गाईबी। सलील परी स्निग्ध हेबी। सलील परी स्निग्ध हेबी। सागर परी गभीर हेबी। अंबर परी उदार हेबी। मिहिर परी दीप्त हेबी। पद्म परी फुटिबी। बिजुली परी झटकिबी। पाषाण परी शक्त हेबी। अद्रि परी उठिबी। ठीक है ना। तापर देखो 4 नंबर हमर देछि विपरीत शब्द लिखिबा। कौन लिखिबा? विपरीत शब्द लिखिया। चलंतु लिखिबा। देखो एंती जामिनी, जामिनी विपरीत हो दिवस, कहीं जामिनी मान राति, दिवस मान दिन। जामिनी विपरीत शब्द हो दिवस। अंधार आलोक। विश्वास अविश्वास। मूर्ख पंडित। अंबर धरित्री। हस कांद। गभीर अगभीर। आउ थे कही नउची शुणु। जामिनी दिवस। अंधार आलोक। विश्वास अविश्वास। मूर्ख पंडित। अंबर धरित्री। हस कांद। गभीर अगभीर। ओके, तापर देखो 5 नंबर टी कौन दीजिए तले दि जाइथिबा शब्द गुड़िकर अर्थ लिखिबा। तले दि जाइथिबा शब्द गुड़िकर अर्थ लिखिबा। चलंतु लिखिबा। देखो कोकिलर अर्थ कौन? कोइली। सुषमार अर्थ है शोभा। सलीलर अर्थ है जल। अंबरर अर्थ है आकाश। तो यही तुम मानकर सरी जाउची फास्ट चैप्टर, अर्थात आमर मु तो चाहे चैप्टर रो समस्त क्वेश्चन आंसर ये ही समाप्त हो जाउची। तो जदि भी कहार कौन सी डाउट थाए यही अभ्यास रे, यही प्रश्न उत्तर रे कौन सी भी कहार डाउट थाए तो कमेंट्स रे निश्चय आपण मेसेज करी मते जणांतु। आ मु आपण को उत्तर देबारे बहुत बहुत साहाय्य भी मध्य करिवि, बुझेबारे बहुत बहुत साहाय्य करिवि। आउ थे कही नौ जदि मोर चैनल को किए पर्यंत सब्सक्राइब करनी ना तो फास्ट सब्सक्राइब कर नियंतु। साइड रे थिबा बेल आइकन को प्रेस करंतु ताकि जो वीडियो भी मु फर्स्ट पोस्ट करी मो आईडी रे तो आपन को फर्स्ट नोटिफिकेशन आसी जिवो। एंड देन लाइक एंड शेयर करिया को केबे भी भूलिबेनी। लाइक एंड शेयर करके मते आगो को नियंतु। आ मु तुमको एमती तुम मानक पाखरे छोट 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 एमती किछु किछु चैप्टर और तार क्वेश्चन आंसर आणुथिबी और आपण माननको पाठ पढ़िबारे साहाय्य करिवि। आपण मानकर बहुत किछि डाउट क्लियर करिबारे भी मु साहाय्य करिवि। रखुची, बाय, नमस्कार।